ପୁଣି ଭାସି ଭାସିକା ଗଲାଣି। କ'ଣ କରିବ, ତଳି ମାନେ ବିଲରେ ଏତେ ପାଣି ଯେ ଆଉ ମାନେ ବିଲରେ ରହୁନି, ତଳି ସବୁ ଭାସିକି ପଳାଉଛି। ଲାଷ୍ଟକୁ ବିଲରେ ଆଉ ତଳି ପକେଇବାକୁ ଇଚ୍ଛା ହେଲାନି। ତେଣୁକରି ସବୁ ସିଆଡ଼େ ରୁଆ ହେଇକା ଯାଉଛି, ଇଆଡ଼େ ବୁଡ଼ି ବୁଡ଼ି ଯାଉଛି। ଇଆଡ଼େ ଦେଖାଉଥିବ ରୁଆ ହେଇନି, କିନ୍ତୁ ଏ ରୁଆ ହେଇଯାଇଛି। ଦେଖ ଆମ ବୋଉ ସିଆଡ଼େ ରହୁଛି, ଏକାଥରେ ପାଣି ବୁଡ଼ିକି ଯାଉଛି। ପାଣି ମାନେ ବୁଡ଼ିଗଲାଣି, ତଳି ବୁଡ଼ି ଯାଉଛି, ତଳି ସେଇଥିରେ ପୁଣି ରୁଆ ହେଉଛି। ଆଉ ଲାଷ୍ଟକୁ ମୁଁ ଏଠି ତଳି ଗଦେଇକି ରଖିବାକୁ ପଡ଼ୁଛି। ସବୁ ଯାକ ତଳି ମାନେ ଏତେ ପାଣି। ପୁଣି ରାତି ପହରଦିନ ରାତିରେ ଯାହା ବର୍ଷା ହେଇଥିଲା ପାଣି ଫୁଲ୍ ହେଇଗଲା। ପୁଣି ଏବେ ରାତିରେ ପୁଣି କାଲି ରାତିରେ ଏମିତି ବର୍ଷା ହେଲା ଯେ ପୁଣି ଯାକ ସବୁ ତଳିତକ ସବୁ ଭାସିକି ପଳାଉଛି ଅନ୍ୟ ମୂଲ୍ୟକୁ। ଆଉ ବି ଭୟ ରହୁଛି ସେଠି, କାରଣ ଗୋଟେ ସୋଠ ଅଛି, ସେ ସୋଠରେ ପଳେଇବ, ସୋଠ ତଳକୁ ତଳି। ସେଥିପାଇଁ ହିଡ଼ ସାଇଡ଼ରେ ସବୁ ଗଦେଇକି ରଖିବାକୁ ପଡ଼ୁଛି। ଆଉ ସାଙ୍ଗମାନେ ଗୁଡ଼୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ସକାଳୁ ଆସି ବହୁ କଷ୍ଟଣି ହେଇଗଲାଣି, ମାନେ କହିଲେ ନ ସରେ। ପ୍ରବଳ ବର୍ଷାରେ ଯାହା ତଳି ପକାଇଥିଲି ରୋଇବା ପାଇଁ ସବୁ ନଷ୍ଟ, ବୁଡ଼ିଗଲା ତଳି। ଆଉ ତଥାପି ସକାଳେ ଟିକେ କମ୍ ପାଣି ଥିଲା, ସେପଟେ କମ୍ ପାଣି ଦେଖାହେଉଛି ଟିକେ, ଆଉ ଏପଟେ ଟୋଟାଲ ବୁଡ଼ି ଯାଇଛି। ରୁଆ ହେଇଯାଉଛି, ସିଆଡ଼ୁ ତଳି ମାନେ ବିଲରେ ପାଣି ଫୁଲ୍ ହେଇଯାଉଛି, ସବୁ ଯାକ ବୁଡ଼ି ବୁଡ଼ି ଯାଉଛି ତଳି। ଆଉ ସକାଳୁ ବହୁ ପରିଶ୍ରମ ଟଲିରେ ମାନେ ବିଲରୁ ଛାଣିକି ଆଣି ରୁଆ ରୁଇ ହେବ ବୋଲି ଚଲେଇଥିଲି କାର୍ଯ୍ୟକ୍ରମ। ଦେଖିଲା ବେଳକୁ ପାଣି ସବୁ ବୁଡ଼େଇ ଦେଲା ତଳି। ଏପଟେ ଆମର ରୋଇ ଯାଉନି, ସିଆଡ଼େ ତଳି ବୁଡ଼ି ବୁଡ଼ି ଯାଉଛି। ପାଣି ମାନେ ବଢ଼ୁଛି, ସିଆଡ଼ୁ ସବୁ ପାଣି, ଗାଁ ପାଣି ତକ ସେଇ ବାଟ ଦେଇ ଆସିକି ଏଇପଟ ଦେଇକି ସବୁ ସେପଟ ଗହିରକୁ ଯିବ। ଏଇଠି ସୋଠ ଅଛି କଣରେ, ଆଉ ପାଣି ତ ସବୁ ବୁଡ଼େଇ ଦେଲା। ଆଉ କ'ଣ କରିବା, ତଥାପି ସେଇଥିପାଇଁ ଲାଗୁଛି ଆଉ ତଳି ଏମିତି ଥୁଆ ହେଇକି ନଷ୍ଟ ହେବା ଅପେକ୍ଷା ରୋଇଦେବା, ଯାହା ବୁଡ଼ିବ ବଞ୍ଚିବ, ଯାହା ମରିବ। ଆଉ ଏଇଠି ଦେଖ ପାଣି କେତେ ବଢ଼ି ବଢ଼ି ଯାଉଛି ଯେ ମାନେ ରୁଆ ହେଇଯାଉଛି, ତଳି ବୁଡ଼ି ବୁଡ଼ି ଯାଉଛି। ଆଉ କ'ଣ କରିବ, ଆଣ୍ଠୁ ବୁଡ଼ି ଯାଉଛି ପାଣିରେ, ଆଉ ସେଇଥିରେ ରୁଆ ଚାଲିଛି। ହଉ ଚାଲ ଯିବା, ସକାଳୁ ବହୁ ପରିଶ୍ରମ ହେଇଗଲାଣି। ପ୍ରଥମେ ଆସି ଏଠି ରୁଆ ଚାଲିଥିଲା, ବୋଉ ଆମର ରୋଉନ୍ତି, ଆଉ ଆମେ ଆସିକି ଏଇଠି ତାର ବାଡ଼ ବୁଲେଇଲୁ ଖୁଣ୍ଟ ପୋତିକି। ଆଉ ଏଇଠି ଷଣ୍ଢ ପଶିବେ ବୋଲି ସେଥିପାଇଁ ତାର ବାଡ଼ ଆସିକି ସକାଳୁ ବୁଲେଇଲୁ। ଆଉ ବାକି ତାର ବଳିଛି, ଏଠି ସବୁ ହତିଆର ନେଇକି ଆସିଥିଲି। ଆଉ ଏଠି ସବୁ ବୁଣା କାର୍ଯ୍ୟକ୍ରମ ସରିଲା। ହଉ ଚାଲ ଏବେ ଘରକୁ ଯିବା, ଘରେ କ'ଣ ଟିକେ ଦେଖେଇବି। ବିଲକୁ ଯାଇଥିଲି, ମାନେ ବିଲରୁ ଫେରିକି ଆସିକି ମାନେ ମା ଚୁଡ଼ି ଚୁଙ୍ଗୁଡ଼ି ତରକାରୀ ଖାଉନି, ମୋତେ ଅଥଚ ଡାକୁନାହାନ୍ତି। ଚୁଙ୍ଗୁଡ଼ି ତରକାରୀ ମାଛ ନେଇଯା। ଚୁଙ୍ଗୁଡ଼ି ଖାଇବା ଭାତ ଖାଇ ପଳେଇବି। ଏଇଟା ତ ପଙ୍କ, ମୁଁ ଖାଇବିନି। ମା ଯୋଉ ଏଠି ଚୁଙ୍ଗୁଡ଼ି ତରକାରୀ ଖାଉନି। ଆଉ ମୁଁ ତ ଆସିକି ମାନେ ବିଲରୁ ଆସିକି ଖାଇସାରିଲି, ବିଲରୁ ଖଟି ଖଟି ଆସିଲି, ପ୍ରବଳ ଭୋକ ହେଲା, ଖାଇଦେଲି, ତାପରେ ଯାଇକି ଶୋଇଲି। ଆଉ ଖାଇକି ଉଠିକି ଜଷ୍ଟ ମୁଁ ଶୋଇଥିଲି, ଏବେ ଉଠିଲି। ଆଉ ଲିସି ତାର ସ୍କୁଲରୁ ଆସିକି ଏବେ ମା ଖାଇଲୁଣି ଚୁଙ୍ଗୁଡ଼ି ତରକାରୀ କି ଭାତ। ତାର ଆଜି ତ ବିଲଟା ପୁରା କାର୍ଯ୍ୟକ୍ରମ ହେଇପାରିଲାନି ବିଲରେ କିଛି, କାରଣ ଯେହେତୁ ପାଣି ବୁଡ଼ିଗଲା। ଆଉ ଆମର ତଳି ରୁଆ ହେଇ ଚାଲିଛି, ଆଡ଼େ ପାଣି ଫୁଲ୍ ହେଇ ଚାଲିଛି ବିଲରେ। ଆଉ କ'ଣ କରିବା, ଆଉ ଯେତେ ରୁଆ ସେତେ ଭଲ ହେଲାନି, ମାନେ ଅଳ୍ପ ରୋଇକି ପଳେଇ ଆସିଲୁ, ଆଉ ଅଧିକ ରୋଇ ହେଲାନି। ଏଇ ପାଣି ଶୁଖିଲେ ଯାଇ ରୁଆ ହେବ। ଆଉ ବାକି ଯାହା ରହିଲା ପାଣି ଶୁଖିଲେ ରୁଆ ହେବ। ଆଉ ମୁଁ ତ ଏବେ ଖାଇକି ଶୋଇକି ଉଠିଲି। ଆଉ ମୁଁ ଯାଉଛି ପୁଣି ଆଉ ଥରେ ଟିକେ ଯିବି ବିଲ ଆଡ଼େ,
ବିଲ ଆଡ଼େ ବୁଲିକି ଆସିବି, ଦେଖିବି କ'ଣ ପାଣି ଶୁଖିଲା ନା ନାହିଁ। ତାପରେ ଯାଇକି ପୁଣି କାଲି ପାଇଁ ଉପଡ଼ା ହେବ, ତଳି ରୁଆ ହେବ। ବହୁତ ପାଲା ଆଉ କ'ଣ କରିବା। ଏଇନା ତ ମୁଁ 10 ଦିନ ବୋଧେ ଖାଲି ଓଦା ମଦା କାଦୁଅରେ ବିଲରେ ଖାଲି ଏପଟ ସେପଟ ହେଉଛି। କ'ଣ କରିବି? 10 ଦିନ 4-5 ଦିନ ହେଇଗଲା, ଆହୁରି 4-5 ଦିନ ହେବାକୁ ପଡ଼ିବ କାଦୁଅ ମାଦୁଅ। ତାପରେ ବିଲ ରୁଆ ସରିଲେ ତାପରେ ଟେନସନ୍ଟା ଯିବ। ଆଉ ଯାହା ଟେନସନ୍ ନ ଯାଆନ୍ତା, ପାଣି ବୁଡ଼ିଗଲା ମୁଁ ଟେନସନ୍ ବଢ଼ିଯାଉଛି। କ'ଣ କରିବ? ହଁ ତମ ବିଲରେ ପାଣି ହଉ। ଟିଙ୍ଗା ଗୋଟେ କ'ଣ କଲା ନା, ଏଇନା ଶୋଇକି ଉଠିଲା। ସେ ଭାବିଲା ସକାଳ ହେଇଗଲି 8ଟା ହେଲାଣି ବୋଧେ, ସେ ଜଲ୍ଦି ଉଠିକି ଚଟକିନା ବସ୍ ଧରିକି ଚାଲିଲା। ଟ୍ୟାପ୍ ମୂଳେ ଦାନ୍ତ ବସିଲା, ଖାଇଲା। ହଉ, ମୋତେ ବି ଥଣ୍ଡା ହେବାର ଅଛି। ଆସନ୍ତା ତଣ୍ଟି ଗତ ହେଲାଣି, ଆଉ ଜୋରସେ ବି କଥା କହି ହେଉନି। ତଣ୍ଟି ଗତ ହେଲାଣି, ତଣ୍ଟି ଦର୍ଜ ବି ଲାଗିଲାଣି, ଆଉ ଜ୍ୱର ଥଣ୍ଡା ବି ହେଇଯାଇପାରେ। ଆଉ କ'ଣ କରିବା? ଖାଉନି କହୁଛି ଖାଇବ ଆଉ। ଚୁଙ୍ଗୁଡ଼ି ଖାଉଛି, ଗୁଙ୍ଗୁଡ଼ି ମାରୁଛି, ଆଉ ହେସରେ ମୁତୁଛି। ଚୁଙ୍ଗୁଡ଼ି ଖାଇକି ଗୁଙ୍ଗୁଡ଼ି ମାରୁଛି, ହେସରେ ମୁତଉଛି ଆଉ ଜାଣିପାରୁନି। ତୁ ହେସରେ ମୁତୁଥିଲୁ? ସେଇଟା ସମସ୍ତେ। ଚାଲ ମୁଁ ଚାଲି ଏବେ ଟିକେ ବିଲ ଆଡ଼େ ବୁଲିକି ଆସେ, ଦେଖିବା କ'ଣ କେମିତି ପାଣି ଅପଡେଟ୍ ଦେବି। ଆଉ ଏବେ ମୁଁ ଆସିଗଲି ଛାତ ଉପରକୁ ଆସିକି ଏବେ ବସିଛି। ମନ ଦୁଃଖ, ଯେହେତୁ ଆଉ କିଛି ରୋଇ ହେଲାନି ବିଲରେ, ପ୍ରବଳ ପାଣି ହେଇଗଲା। ଆଉ ବିଲରେ କିଛି ରୋଇ ହେଲାନି, ଧାନ ସବୁ ଛାଡ଼ି ଛୁଡ଼ିକି ପଳେଇ ଆଇଲୁ। ଆଉ ଯାହା ବଳକା ତଳି ଥିଲା ନେଇକି ପଳେଇ ଆସିଲି, ଥୋଇଦେଲି। ଆଉ ଏବେ ଯାଇଥିଲି ବୁଲିକି ଆସିଲି, ଖାଲି ମନ ବୁଝିବା କଥା। ଆଉ ପାଣି ତ ପ୍ରବଳ ହେଇଯାଇଛି, ଆଉ ରୋଇ ହେଲାନି। ଆଉ 2ଟା ବିଲ ରହିଲା, ବର୍ଷା ଛାଡ଼ୁ, ତାପରେ ପାଣି କମୁ, ରୁଆ ହେବ। ଆଉ କ'ଣ କରିବା? ବହୁତ ମନ ଦୁଃଖ ହେଲା। ଏକାଥରେ କାମରେ ଛିଡ଼ି ଯାଇଥିଲେ ମୋର କାମ ଛିଡ଼ି ଯାଇଥାନ୍ତା, ଅଲଗା କାମକୁ ଯାଇଥାନ୍ତି। ଆଉ କ'ଣ କରିବା? କାମ ଛିଡ଼ି ପାରୁନି, କାମକୁ ଯାଇ ହେଉନି। ଆଉ ଏଠି ଛାତ ଉପରେ ଆସି ବସିକି କ'ଣ ଦୁଃଖରେ, ମନ ତ ଦୁଃଖ। ଆଉ କ'ଣ କରିବା? ଯାହା ଯେତିକି ହେଇପାରିବ ଦେଖାଯାଉ। ବର୍ଷା ଛାଡ଼ିଲେ ଯାହା ହେବ, ଛାଡ଼ିଲେ ଯାଇ ଯାହା ହେବ। ଆଉ ଏଠି ଭଲ ଲାଗିଲାନି, ଆଉ କୁଆଡ଼େ ଯିବା, କୁଆଡ଼େ ବୁଲିବା କାହିଁକି? ଏଇଠି ବସିକି ଛାତ ଉପରେ ବସିକି ଟାଇମ୍ ପାସ୍ ହେଉଛି। ଆଉ ଲିସିନା ତା ମାମାର ତ ପୁରା ତଳେ ରହିଗଲେ, ଆସିଲେନି। ଆଉ ମୁଁ ଏଇଠି ବସିଛି। ଚାଲ ଆଜିର ଏଇଠି ଭିଡ଼ିଓରେ ରଖିଦେଉଛି। ଭଲ ଲାଗିଲେ ଟିକେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରଖୁଛି, ବାଏ ବାଏ।